ତମେ ମାନେ ନ ଶୋଇ ଏମିତି ପାଟି କାହିଁକି କରୁଛ? ମାମା ନିଦ ଲାଗୁନି, ମୋ ସହ ଟିକେ କଥା ହୁଅନା। ମୋର ଆଉ କିଛି କାମ ନାହିଁ ତ ତମ ମାନଙ୍କ ସହ ରାତି ଅଧରେ କଥା ହେବି। ଏଇ ତୁ ସେଠି କାହିଁକି ଦୌଡୁଛୁ? ରାତି ଅନେକ ହେଲାଣି, ଶୋଇବୁ ଆସେ। ମା, ମୁଁ ଗୋଟେ ବଡ଼ ପୋକ ଦେଖିଛି, ତାକୁ ଧରି ସାରେ ତାପରେ ଶୋଇବି। ତମ ମାନଙ୍କୁ ମୁଁ ଆଉ ପାରିବିନି। ଦିନରେ ଏତେ ହଇରାଣ କଲା ପରେ ଏବେ ରାତିରେ ଟିକେ ଶୋଇବାକୁ ବି ଦଉନ। କେବେ ଯେ ତମେ ମାନେ ବଡ଼ ହେବ ମତେ ଶାନ୍ତି ମିଳିବ। ବହୁତ ହେଇଗଲା ପିଶାଚି, ଏବେ ମୁଁ ତତେ ଛାଡ଼ିବିନି। ମୁଁ ତତେ ଏଇ ପଣସରେ ବନ୍ଦୀ କରି ରଖିବି। ନା, ତୁ ମତେ ପଣସରେ ବନ୍ଦୀ କରି ପାରିବୁନି। ମୁଁ ତତେ ଛାଡ଼ିବିନି। ପିଶାଚିର କଥା ସରିଛି କି ନାହିଁ, ପରି ତାକୁ ଗୋଟେ ପଣସରେ ବନ୍ଦୀ କରିଦେଲା। ଏବେ ତୁ ଏ ପଣସ ଭିତରୁ ଆଉ କେବେ ବି ବାହାରି ପାରିବୁନି। ତ ସମୟ ସରିଗଲା ପିଶାଚି। ଏମିତି କହି ପରି ରାଜପ୍ରସାଦକୁ ଗଲା। କିଛି ସମୟ ପରେ ପିଶାଚି ପଣସକୁ ଫଟେଇ ବାହାରି ଆସିଲା। ହା ହା ହା, ମୁଁ ପଣସ ଭିତରୁ ବାହାରି ଗଲି। ପରି ବଡ଼ ବଡ଼ କଥା କହୁଥିଲା, ମତେ ସାରା ଜୀବନ ଏଇ ପଣସରେ ବନ୍ଦୀ କରି ରଖିବ। ହେଲେ ସେ ଗୋଟେ ଘଣ୍ଟା ବି ମତେ ପଣସରେ ରଖିପାରିଲାନି। ମୁଁ ଶୀଘ୍ର ଏ ଜାଗା ଛାଡ଼ି ଦୂରକୁ ଚାଲିଯାଏ। ପରି ଥରେ ଆସିଲେ ମତେ ପୁଣି ଥରେ ବନ୍ଦୀ କରିବ। ଆରେ କଣ, ମୋ ଯାଦୁର ପଣସ ତ ଘରେ ଅଛି। ତାହେଲେ ମୁଁ ପିଶାଚିକୁ କୋଉ ପଣସରେ ବନ୍ଦୀ କଲି? ପରିମା, ମୋର ଭୁଲ ହେଇଗଲା, ମତେ କ୍ଷମା କରିଦିଅ। ମତେ କହିଥିଲ ଯାଦୁର ପଣସକୁ ଗଛରେ ରଖିବା ପାଇଁ, ହେଲେ ମୁଁ ଭୁଲରେ ଏ ଯାଦୁର ପଣସକୁ ନ ନେଇ ଗୋଟେ ସାଧାରଣ ପଣସ ଗଛରେ ରଖିଦେଇଥିଲି। ଇଏ ତ ବହୁତ ସମସ୍ୟାର କଥା। ପିଶାଚି ଯଦି ଜାଣିବ ସେ ଗୋଟେ ସାଧାରଣ ପଣସରେ ବନ୍ଦୀ ହେଇଅଛି, ସେ ପଣସ ଭିତରୁ ବାହାରି ଚାଲିଯିବ। ଚାଲ ଚାଲ ଶୀଘ୍ର ତାକୁ ଧରିବା। ଆରେ କଣ, ଆମେ ଆସିବା ଆଗରୁ ଏ ପିଶାଚି ଏଠାରୁ ଚାଲିଗଲା। ଅନେକ କଷ୍ଟ କରି ମୁଁ ତାକୁ ଧରିଥିଲି। ଏବେ ମୁଁ ତାକୁ କୋଉଠି ଖୋଜିବି? ପିଶାଚି ଖାଲି ବୁଲିଲେ ସେ ଅନ୍ୟମାନଙ୍କର କ୍ଷତି କରିପାରେ। ନା ନା, ଯେମିତି ବି ହେଉ ମୁଁ ତାକୁ ଖୋଜି ବାହାର କରିବି। ଏମିତି କହି ପରି ପିଶାଚିକୁ ଖୋଜିବା ପାଇଁ ବାହାରି ଗଲା। ସେପଟେ ପିଶାଚି ଉଡ଼ି ଉଡ଼ି ଅନେକ ଦୂରକୁ ଚାଲିଗଲା। ଯାହା ହଉ, ମୁଁ ଅନେକ ଦୂରକୁ ଚାଲି ଆସିଲି। ଏବେ ଖାଲି ଗୋଟେ ଭଲ ଜାଗା ଦେଖି ସେଠି ଲୁଚିବି, ଯେମିତି ସେ ପରି ମତେ ଖୋଜି ପାରିବନି। ଏଇ ତମେ ମାନେ ଟିକେ ଚୁପ୍ ହେବ? ପାଟି କରି କରି ମତେ ବିରକ୍ତ କରିସାରିଲଣି। ଆରେ ଏଇ ତ ମତେ ଗୋଟେ ଉପାୟ ମିଳିଗଲା। ଆଜିଠୁ ମୁଁ ଏଇ କୁକୁଡ଼ା ଭିତରେ ରହିବି। ପରି କେବେ ବି ଜାଣିପାରିବନି ମୁଁ କୁକୁଡ଼ା ଭିତରେ ଅଛି। ଏଇ ତମେ ମାନେ ପାଟି ବନ୍ଦ କରିବ ନା? ମୁଁ କଣ ହେଲା ମା? କଥା କହୁ କହୁ ଏମିତି ଅଟକି ଗଲ ଯେ? ଚୁପ୍, ଏକଦମ ଚୁପ୍। ତମେ ମାନେ ପାଟି ବନ୍ଦ କର। ଜମା ବି ଶବ୍ଦ କରିବନି, ନହେଲେ ମୁଁ ତମ ମାନଙ୍କ ବେକ ମୋଡ଼ି ରକ୍ତ ପିଇବି। ମାମା, ଏମିତି କାହିଁକି କହୁଛ? ମୁଁ କଣ କହିଲି ତୁ କଣ ଶୁଣିପାରିଲୁନି? ନା ଏବେ ମୁଁ ତୋଠୁ ଆରମ୍ଭ କରିବି। ନାଇଁ ମା, ଭାଇକୁ ମାରନି, ସେ ଜମା ବି ପାଟି କରିବନି। ତୁମେ ଶୁଅ। ଆଚ୍ଛା ଠିକ ଅଛି। ଏତେ ସମୟ ହେଲାଣି, ମୋ କୁକୁଡ଼ାଟା ଆଜି କଣ ଘରୁ ବାହାରୁନି? ମୁଁ ଥରେ ଯାଇ ଦେଖେ। ଭାଇ, ମା କେତେବେଳେ ଉଠିବେ? ମତେ ଭାରି ଭୋକ ଲାଗିଲାଣି। ମା କଣ ଆଜି ଆମକୁ ନେଇ ବାହାରକୁ ଯିବେନି? ଏଇ ଦେଖେ, ଆମ ମାଲିକାଣୀ ଆସିଲେଣି। ସେ ବି ମାକୁ ଉଠେଇବେ, ତାପରେ ମା ଆମକୁ ନେଇ ବାହାରକୁ ଯିବେ। ଏ କଣ, ମୋ କୁକୁଡ଼ାଟା ତ ଏଇ ଯାଏଁ ଶୋଇଛି। ତା ଦେହ କଣ ଭଲ ନାହିଁ? ମୁଁ ତାକୁ ଉଠାଏ। ଛୁଆ ଗୁଡାଙ୍କୁ ଭୋକ ଲାଗିଥିବଣି, ସେ ଛୁଆମାନଙ୍କୁ ଧରି ବାହାରକୁ ଯାଉ। ଆରେ କୁକୁଡ଼ା, ଉଠୁ। ତ ଛୁଆ ଗୁଡାଙ୍କୁ ଭୋକ ଲାଗିଥିବଣି, ସେମାନଙ୍କୁ ନେଇ ବାହାରକୁ ଯା। କିଏ କିଏ ମତେ ଉଠେଇଲା? ଆଜି ମୁଁ କାମୁଡ଼ି ତା ହାତ ଭାଙ୍ଗିଦେବି। ଆଜି ତୋର କଣ ହେଲା? ଏତେ ଜୋରେ ତୁ ମତେ କାହିଁକି ଖୁମ୍ପିଲୁ? ଏଇ ଦେଖେ, ମୋ ଆଙ୍ଗୁଳିରୁ କେମିତି ରକ୍ତ ବାହାରିଗଲା। ଆରେ ଆରେ, ମୁଁ ତ ଭୁଲି ଯାଇଥିଲି। ମୁଁ ଏବେ ଗୋଟେ କୁକୁଡ଼ା ଭିତରେ ଅଛି। ଭଲ ହେଲା ଧୀରେ କି ଖୁମ୍ପିଲି, ନହେଲେ ତ ଏ ସ୍ତ୍ରୀ ଲୋକର ଆଙ୍ଗୁଳି ଛିଡ଼ି ଯାଇଥାନ୍ତା।
ସେମିତି ହେଇଥିଲେ ସମସ୍ତେ ମୋ ଉପରେ ସନ୍ଦେହ କରିଥାନ୍ତି। ବହୁତ ଶୋଇଲୁ କୁକୁଡ଼ା, ଏବେ ତୁ ତ ଛୁଆଙ୍କୁ ନେଇ ବାହାରକୁ ଯା, ତାଙ୍କୁ ଖାଇବା ଖୁଆଇବୁ। ମୁଁ ଯାଏ ମୋ ଆଙ୍ଗୁଳିରେ ଔଷଧ ଲଗାଏ। ଏ କ'ଣ ଅସୁବିଧାରେ ପଡ଼ିଲି? ଏ ମେଞ୍ଚଡ଼ ଗୁଡ଼ାଙ୍କୁ ନେଇ ଏବେ ବାହାରକୁ ଯିବି। ଇଚ୍ଛା ତ ହେଉଛି ଏମାନଙ୍କୁ ଏବେ ଖାଇଦିଅନ୍ତି, ହେଲେ ଏଡ଼ିକି ଛୋଟ ଛୁଆଙ୍କୁ ଖାଇଲେ ମୋ ପେଟ ପୁରିବନି। ଏମାନେ ଆଗ ବଡ଼ ହୁଅନ୍ତୁ, ତାପରେ ଏମାନଙ୍କୁ ଖାଇବି। ମାମା କ'ଣ ଭାବୁଛ? ଚାଲ ବାହାରକୁ ଯିବା, ଆମକୁ ଭାରି ଭୋକ ଲାଗିଲାଣି। ଆଚ୍ଛା ଆଚ୍ଛା, ଚାଲ ଯିବା, ଦେଖିବା ବାହାରେ ଏବେ କ'ଣ ଖାଇବା ମିଳିବ। ଏବେ ଆମେ କ'ଣ ଖାଇବୁ? ଘରୁ ବାହାରୁ ବାହାରୁ ଖାଲି ଖାଇବି। ଏଇ ଦେଖ ଆଗରେ ଗୋଟେ ରୁଟି ପଡ଼ିଛି, ଯାଅ ଖାଇବ। ମୁଁ ଯାଉଛି କିଛି ଖାଇବା ଖାଇ ଆସିବି। ମା, ତୁମେ ଚାଲିଗଲେ ଆମେ କେମିତି ରୁଟି ଛିଡ଼େଇକି ଖାଇବୁ? ଆମକୁ ଟିକେ ରୁଟି ଛିଡ଼େଇ ଦିଅ ନା ମା। ଓହୋ, ଆଗ ରୁଟିଟାକୁ ଛିଡ଼େଇ ଦେଖ। ନ ଛିଡ଼େଇ ପାରିଲେ ମୁଁ ତ ଅଛି ନା। ନିଜେ କିଛି କାମ କରିବାର ନାହିଁ, ଖାଲି ମାଆକୁ ବିରକ୍ତ କରିବା ଜାଣିଛ। ଆଚ୍ଛା ଠିକ୍ ଅଛି ମା, ଆମେ ଚେଷ୍ଟା କରୁଛୁ। ଯା ହଉ, କିଛି ସମୟ ପାଇଁ ଏଗୁଡ଼ାଙ୍କ ପାଖରୁ ମୁକ୍ତି ପାଇଲି। ଏବେ ମୁଁ ମୋ ଖାଇବା ଖୋଜି ଦେଖେ। କିରେ କୁକୁଡ଼ା, କୁଆଡ଼େ ଚାଲିଲୁ? ଆଜି କ'ଣ ତ ଛୁଆଙ୍କୁ ସାଙ୍ଗରେ ଆଣିନୁ? ଓ, ସବୁଦିନ ମୋଠୁ ମାଡ଼ ଖାଉ ବୋଲି ଆଜି ତୁ ତ ଛୁଆଙ୍କୁ ଆଣିନୁ ନା? ତୁ ତାହେଲେ ସବୁଦିନ ମତେ ମାରୁ? ହଁ, ଏତେ ଶୀଘ୍ର ତୁମ ମାଡ଼ କଥା ଭୁଲିଗଲୁ? କିଛି କଥା ନାହିଁ, ମୁଁ ଏବେ ତତେ ମନେ ପକେଇ ଦେଉଛି। ଆଚ୍ଛା ତେବେ ଆସ ମୋ ପାଖକୁ। ଏ କ'ଣ, ତୁ ଏତେ ବଡ଼ କେମିତି ହେଇଗଲୁ? ହା ହା ହା, ଆଜି ପରଠୁ ତୁ ଆଉ କେବେ ବି କୁକୁଡ଼ାକୁ ମାରିପାରିବୁନି। ପିଶାଚି କୁକୁଡ଼ା ସେ ଛେଳିକୁ ଖାଇଦେଲା, ଆଉ ତାପରେ ସେ କୁକୁଡ଼ା ଛୁଆଙ୍କ ପାଖକୁ ଗଲା। ମା ଆସିଗଲ। ଏଇ ଦେଖ ମା, ଆମେ ରୁଟି ଛିଡ଼େଇ ପାରିଲୁନି। ଏଡ଼ିକି ଛୋଟ କାମଟା ବି ତମମାନଙ୍କ ଦ୍ୱାରା ହେଉନି? ହଉ ଦିଅ, ମୁଁ ସେ ରୁଟିଟା ଛିଡ଼େଇ ଦେଉଛି। ମାମା, ତୁମ ପାଟିରେ ସେଇଟା କ'ଣ ଲାଲ ଲାଲ ଲାଗିଛି? ମୁଁ ରାସ୍ତାରେ ଗୋଟେ ଟମାଟୋ ପାଇଥିଲି, ସେଇଟା ଖାଇଛି। ମା, ତୁମେ ଏକା ଏକା ଟମାଟୋ ଖାଇଦେଲ, ଆମକୁ କାହିଁକି ଦେଲନି? କ'ଣ ପାଇଁ? ମୁଁ ତମମାନଙ୍କୁ ସବୁ ଖାଇବା କ'ଣ ପାଇଁ ଦେବି? ମୋର ଯେତେବେଳେ ଯାହା ଇଚ୍ଛା ହେବ ମୁଁ ଖାଇବି। ବେଶୀ ବକର ବକର କରନି, ନହେଲେ ରୁଟିଟାକୁ ବି ମୁଁ ଖାଇଦେବି। ତମମାନଙ୍କୁ କିଛି ବି ଦେବିନି। ମା, ମୋର ଭୁଲ ହେଇଗଲା, ମତେ କ୍ଷମା କରିଦିଅ। ଆଚ୍ଛା ଆଚ୍ଛା, ମୁଁ ଏବେ ରୁଟିଟାକୁ ଛିଡ଼େଇ ଦେଉଛି, ତମେମାନେ ଶୀଘ୍ର ଖାଅ, ତାପରେ ଆମେ ଘରକୁ ଯିବା। ଭାଇ, ମାର କ'ଣ ହେଇଛି? କିଛି ବୁଝି ହଉନି। ମା ଆଗରୁ ଆମକୁ କେତେ ଭଲ ପାଉଥିଲେ, ନିଜେ ନ ଖାଇ ଆମକୁ ଖାଇବା ଦେଉଥିଲେ, ହେଲେ ଏବେ ସେ ସବୁବେଳେ ଆମକୁ ଗାଳି କରୁଛନ୍ତି। ମତେ ତ ମାଙ୍କୁ ଦେଖିଲେ ଭାରି ଡର ଲାଗୁଛି। ହଁ, ତୁ ଠିକ୍ କହିଲୁ। ସେପଟେ ଦେଖେ, ମା ଶୋଇଛନ୍ତି, ସନ୍ଧ୍ୟା ହେଇ ଆସିଲାଣି। ମାଙ୍କୁ ଉଠେଇବାକୁ ବି ମତେ ଡର ଲାଗୁଛି। ଏତେ ଖୋଜିଲି, ହେଲେ ଛେଳିଟା କୁଆଡ଼େ ଚାଲିଗଲା, ଏଯାଏଁ ପାଇଲିନି। ଯାଏ ଘରକୁ। ଆରେ ଆରେ, ଏ କୁକୁଡ଼ାଟା ପୁଣି ଶୋଇପଡ଼ିଲା। ଏଇ କୁକୁଡ଼ା ଉଠୁ, ତତେ ଧରିବାକୁ ବି ମତେ ଡର ଲାଗୁଛି। ଏତେ ବଢ଼ିଆ ଶୋଇଥିଲି, କିଏ ମୋତେ ଉଠେଇଲା? ଅନେକ ଶୋଇଲୁ, ସନ୍ଧ୍ୟା ସମୟରେ ନିଜ ଛୁଆଙ୍କୁ ଏକା ଛାଡ଼ି କିଏ କ'ଣ ଏମିତି ଶୁଏ? କୁକୁର ବିଲେ ଯଦି ତ ଛୁଆଙ୍କୁ ଖାଇ ଦେଇଥାନ୍ତେ। ଯା ଯା, ଛୁଆଙ୍କୁ ନେଇ ଘର ଭିତରକୁ ଯା। ତାପରେ କୁକୁଡ଼ା ତା ଛୁଆଙ୍କୁ ନେଇ ଘର ଭିତରକୁ ଗଲା। ପରଦିନ ସକାଳେ ସେ ତା ଛୁଆଙ୍କୁ ଛାଡ଼ି ପୁଣି ଥରେ ଗୋଟେ ଛେଳି ପାଖକୁ ଗଲା, ଆଉ ତାକୁ କଥାରେ ଭୁଲେଇ ନିଜ ସାଙ୍ଗରେ ନେଇଗଲା। କେହି କିଛି ଦେଖିବା ଆଗରୁ ପିଶାଚି କୁକୁଡ଼ା ତାକୁ ଖାଇଦେଲା।
ଧୀରେ ଧୀରେ ପିଶାଚି କୁକୁଡ଼ା ସବୁ ଛେଳିକୁ ଖାଇଦେଲା। ଏସବୁ ଦେଖି ତ ତାଙ୍କ ମାଲିକାଣୀ ଅନେକ ଚିନ୍ତାରେ ପଡ଼ିଗଲା। ଆମକୁ ବଞ୍ଚାଅ, ଶିଆଳ ଆମକୁ ଖାଇଦେବ, ଆମକୁ ବଞ୍ଚାଅ ମା। ଆରେ କ'ଣ ହେଲା? ଏମିତି ପାଟି କାହିଁକି କରୁଛ? କୋଉଠି ଅଛି ସେ ଶିଆଳ? ଏଇ ତ ମା, ଶିଆଳ ଆସିଗଲା। ତୋର ଏତେ ବଡ଼ ସାହସ? ତୁ ମୋ ପିଲାମାନଙ୍କୁ ଖାଇବୁ? ଏବେ ଦେଖ ମୁଁ ତୋ ସହ କ'ଣ କରୁଛି। କ'ଣ ଭାଇ, ମା କ'ଣ ଜାଦୁ ଜାଣିଛନ୍ତି? ଏମିତି ବଡ଼ ହେଲେ କେମିତି? ଏଇ ଶିଆଳ, ଯାଉଛୁ କୁଆଡ଼େ? ଆଜି ତତେ ମୋ ପାଖରୁ କେହି ରକ୍ଷା କରିପାରିବେନି। ରହ କହୁଛି। ମା ତ ଶିଆଳଟାକୁ ଏକାଥରେ ଗିଳି ପକେଇଲେ। ମୁଁ ଏ କ'ଣ ଦେଖୁଛି? ମୋ କୁକୁଡ଼ା ଗୋଟେ ଶିଆଳକୁ ଖାଇଦେଲା। ଏଇଟା ସାଧାରଣ କୁକୁଡ଼ା ହେଇନଥିବ, ନିଶ୍ଚୟ ଏଇଟା କୋଉ ରାକ୍ଷସୀ କୁକୁଡ଼ା। ମୁଁ ଏଠୁ ଶୀଘ୍ର ପଳାଏ, ନହେଲେ କୁକୁଡ଼ା ମତେ ବି ଖାଇଦେବ। ଏମିତି କହି ସେ ଆଗକୁ ଦୌଡୁଥିଲା। ରାସ୍ତାରେ ପରି ସହ ତାର ଧକ୍କା ହେଲା। ତୁମେ ଠିକ ଅଛ ତ? ଏମିତି ଧଇଁ ସଇଁ ହେଇ କୁଆଡ଼େ ଯାଉଥିଲ? ତୁମେ କିଏ? ମତେ ବଞ୍ଚାଅ, ନହେଲେ ସେ ରାକ୍ଷସୀ କୁକୁଡ଼ା ମତେ ବି ଖାଇଦେବ। ଶାନ୍ତ ହୁଅ, କ'ଣ ହେଇଛି ମତେ କୁହ, ମୁଁ ତୁମକୁ ନିଶ୍ଚୟ ସାହାଯ୍ୟ କରିବି। ଏ ତୁମେ କ'ଣ କହୁଛ? କୁକୁଡ଼ା ତୁମର ସବୁ ଛେଳି ଆଉ ଶିଆଳକୁ ଖାଇଦେଲା? ନିଶ୍ଚୟ ସେ କୁକୁଡ଼ା ଦେହରେ ପିଶାଚି ଅଛି। ମୁଁ ସେ ପିଶାଚିକୁ ହିଁ ଖୋଜୁଥିଲି। ମୁଁ ଯଦି ଏବେ ସେ ପିଶାଚି ପାଖକୁ ଯିବି, ସେ ମତେ ଦେଖି ପଳେଇବ। ମୁଁ ତୁମକୁ ଯେମିତି କହୁଛି ସେମିତି କର, ମୁଁ ଆଉ ସେ ପିଶାଚିକୁ ଛାଡ଼ିବିନି। ଆଜି ନଦୀରେ ସମସ୍ତେ ବଢ଼ିଆ ମାଛ ଧରୁଥିଲେ। ମୁଁ 2ଟି ବଡ଼ ବଡ଼ ମାଛ ଆଣିଛି। ଯାଏ ରୋଷେଇ ଘରେ ରଖିଦିଏ, ଗାଧେଇ ସାରି ମାଛ ଭାଜିବି। କ'ଣ ହେଲା? ମାଛ କଥା ଶୁଣି ତ ମତେ ଖାଇବାକୁ ଇଚ୍ଛା ହେଲାଣି। ଏ ସ୍ତ୍ରୀ ଲୋକ ଆସିବା ଆଗରୁ ଯାଏ ମୁଁ ସବୁ ମାଛ ଖାଇଦିଏ। ବାଃ, ଅନେକ ଦିନ ପରେ ଏମିତି ସ୍ୱାଦିଷ୍ଟ ମାଛ ଖାଇଲି। ଏବେ ମୁଁ ଏଠୁ ଶୀଘ୍ର ପଳାଏ। ନା ପିଶାଚି, ତୁ ଆଉ କୁଆଡ଼େ ବି ଯାଇପାରିବୁନି। ଏବେ ତୁ ଧରା ପଡ଼ିଲୁ। ଏ କ'ଣ ପରି, ତୁ ଏଠି? ତୁ କେମିତି ଜାଣିଲୁ ମୁଁ ଏଇଠି ଅଛି? ମୁଁ ତତେ ଧରା ଦେବିନି, ମୁଁ ଚାଲିଯିବି। ଏ କ'ଣ, ମୋ ଶକ୍ତି କିଛି କାମ କରୁନି କାହିଁକି? କାହିଁକି ନା ତୁ ଯୋଉ ମାଛ ଖାଇଥିଲୁ, ପରି ସେ ମାଛରେ ଜାଦୁ କରି ଦେଇଥିଲେ। ତୁ ଆଉ କୁଆଡ଼େ ବି ଯାଇପାରିବୁନି। ପରିମା, ମୁଁ ଆଜି ଠିକ ପଣସ ଆଣିଛି, ଏବେ ପିଶାଚିକୁ ବନ୍ଦୀ କର। ତାପରେ ପରି ପିଶାଚିକୁ ଯାଦୁର ପଣସରେ ବନ୍ଦୀ କରିଦେଲା। ପିଶାଚି କୁକୁଡ଼ା ସାଧାରଣ କୁକୁଡ଼ା ହେଲା ପରେ ତା ଛୁଆମାନଙ୍କ ପାଖକୁ ଫେରିଗଲା। ତୁମକୁ ଅନେକ ଅନେକ ଧନ୍ୟବାଦ ପରି। ଆଜି ତୁମ ପାଇଁ ଆମେ ପିଶାଚି ପାଖରୁ ମୁକ୍ତ ହେଲୁ, ନହେଲେ ତ ସେ ଆମର ଆହୁରି କ୍ଷତି କରିଥାନ୍ତା। ଗୋଟି ଭୁଲ ପାଇଁ ପିଶାଚି ଆମ ପାଖରୁ ଖସି ଯାଇଥିଲା। ଆଜି ତାକୁ ଧରିପାରିଲି। ସେ ତୁମର ଅନେକ କ୍ଷତି କରିଛି। ଏଇ କିଛି ଟଙ୍କା ରଖ, ଏଥିରେ ପିଶାଚି କ୍ଷତି କରିଥିବା ଜିନିଷ କିଣିବ। ମୁଁ ଏବେ ଯାଉଛି।